এই ତାଳିଟା ମାରିଲେ ଆମେ କାହିଁ ତାଳିଟା ମାରିଲେ ଆଜ୍ଞା କଣ ହଉଛି ଆପଣ ଥରେ ଚିନ୍ତା କରନ୍ତୁ। ବ୍ରାହ୍ମଣ ମାନେ ଯେତେବେଳେ ପୂଜା କରନ୍ତି କଣ କରନ୍ତି ତାଳି ମାରନ୍ତି। ଆପଣ ଯଦି କୁଆଡେ ଗୋଟେ ଦେବେ ରାତିରେ ଦେଖନ୍ତୁ ଗୋଟେ ଜଙ୍ଗଲ ରାସ୍ତାରେ ଯାଉଛନ୍ତି ତାଳି ମାରୁଛନ୍ତି ସାପ ଏଇଆ ନା। ଆପଣ କୋଉଠି ଗୋଟେ ଜଣେ କିଏ ଭଲ କାମ କଲା ତାଳି ମାରିକି ଉତ୍ସାହିତ କରୁଛନ୍ତି। ଏ ତାଳିଟା କଣ କାହିଁକି ଆସିଲା? ରାମଚନ୍ଦ୍ର ଯେତେବେଳେ ବନବାସ କରିବାକୁ ଯାଉଛନ୍ତି ସମସ୍ତେ ତାଙ୍କୁ କଣ କରୁଛନ୍ତି ଛାଡ଼ିବା ପାଇଁ ଆସିଛନ୍ତି। ପ୍ରଭୁ ସମସ୍ତଙ୍କୁ ବିଦାୟ ଦେଲେ ଯାଅ ମୁଁ ଫେରି ଆସିବି। ମୋର ଜନ୍ମର ଲକ୍ଷ୍ୟ ହଉଛି ଜଗତର କଲ୍ୟାଣ। ଶରଣ ରକ୍ଷଣ ନର ନାରାୟଣ ଶପଥ କରେ ମୁଁ ଦୃଢ଼ ଚିତ୍ତେ ଜଗତ କଲ୍ୟାଣ ଭାଇ ମୋ ଜନ ଜଗତ କଲ୍ୟାଣ ଭାଇ ମୋ ଜନ ଚିନ୍ତା ନ କରନ୍ତୁ ହୃଦୟତେ ସଂରକ୍ଷଣ ନର ନାରାୟଣ ଶପଥ କରେ ମୁଁ ଦୃଢ଼ ଚିତ୍ତେ। ସଲିଳ ନଳ ଦଶ ଦିଗ ପାର ସାକ୍ଷୀ ଥାଉ ବୃକ୍ଷ ଲତା ଯେତେ ସଲିଳ ନଳ ଦଶ ଦିଗ ପାର ସାକ୍ଷୀ ଥାଉ ବୃକ୍ଷ ଲତା ଯେତେ ଜଗତ ପାଏକେ ହାରିବେ ଜୀବନ ଜଗତ ପାଏକେ ହାରିବେ ଜୀବନ ବୁଝାଉଡ଼ାଇବେ ଏ ମାରାତେ ଶରଣ ରକ୍ଷଣ ନର ନାରାୟଣ ଶପଥ କରେ ମୁଁ ଦୃଢ଼ ଚିତ୍ତେ। ନର ଶରୀର ନେଇ 84 ଲକ୍ଷ ଯୋନିର ଏକ୍ସପେରିଏନ୍ସ ନେଇ ଆସିଥିବା ରାମଚନ୍ଦ୍ର ମଧ୍ୟ ଜଗତ କଲ୍ୟାଣ ପାଇଁ ଏ ଧରାପୃଷ୍ଠ ବିଭମଣ୍ଡଳର ଅବନୀର ଭାରାର ଜମ୍ବୁ ଦ୍ୱୀପରେ ଆଜି ପ୍ରମାଣ କରିକି ଗଲେ। କିନ୍ତୁ ଆମେ ଶିଖିଲେ କଣ? ଯେତେବେଳେ ଚାଲି ଯାଇଛନ୍ତି ଆସିଲା ବେଳକୁ ଫେରିଲା ବେଳକୁ କିଛି ଲୋକ ତାଙ୍କୁ ଅପେକ୍ଷା କରିଛନ୍ତି ତାଳି ମାରୁଛନ୍ତି। ପ୍ରଭୁ କହିଲେ ତଥାସ୍ତୁ ସେ ହଉଛନ୍ତି କଳି ଯୁଗର କିନ୍ନର ମାନେ। ହେଇ କରତାଳିଟା ଆଜି ଶୁଭ ଫଳଦ ହେଲା କାହିଁକି ନା ଭୁଲରୁ ଜଣା ପଡ଼ିଲା ଯେ ଆକ୍ଚୁଆଲି କଣ କରିବାକୁ ପଡ଼ିବ। ଭୁଲି ଯାଇଥିଲେ ପ୍ରଭୁ ତାଙ୍କର ଭୁଲ ଥିଲା ଭୁଲି ଯାଇଥିଲେ କିନ୍ତୁ ଆଜିକାଲି ଜାଣି ଶୁଣିକି ଭୁଲ କରୁଛନ୍ତି। ବୁଝିପାରିଲେ ନା? ଯଦି କୌଣସି କାର୍ଯ୍ୟକୁ ଆପଣ ଭୁଲି ଯାଇଛନ୍ତି ଆଉ ସେଇଟା ହେଇପାରି ନାହିଁ ସେଥିପାଇଁ ନିନ୍ଦିତ ହଉଛନ୍ତି ତେବେ ପ୍ରଭୁ ରାମଚନ୍ଦ୍ର ଆପଣଙ୍କୁ ସାହା ହେବେ। ଜାଣି ଶୁଣି ଆପଣ ଭୁଲ କରୁଛନ୍ତି ତେବେ ରାମ ତ ରାମ ରାବଣ ବି ସାହା ହେବେନି। ସେଥିପାଇଁ ଗୋଡ଼ ବାଜିଲେ ବିଷ୍ଣୁ କହନ୍ତି ଗୋଇଠା ମାରିକି ଚାଲି ଯାଆନ୍ତି। ବୋଲାନନ୍ଦେ କବାର